ସେ ଲଣ୍ଠନ ଧରିଛି। ହଁ ହଁ ଏଇଟା କଣ? ତୁ ବୁଲି ପଡିଲା। ହଁ ସତ ନା କାହାଣୀ ଶୁଣଉଛୁ ମତେ? ଆରେ ସତରେ ତମ ମାମୁଁ କହୁଛି ଦେଖିଲୁ ତାରା ମୁଁ କାହାକୁ ଦେଖେଇବା ପାଇଁ କହୁଥିଲି। ଭୂତ ପିଶାଚୁ ଡାହାଣୀ ଆଜି ପୁନେଇ ରାତିରେ ବାହାରିବେ। କି ଜାଣିଛୁ? ଜହ୍ନ ମାମୁଁ ପୁଣି ସେମିତି କହୁଥିଲେ। ଜହ୍ନ ମାମୁଁ रुको କହୁଥିଲା जरा, ଝିଲିମିଲି सबर ତାରା। करो। बोला ତୁ धक्का मुक्की नहीं ଶୁଣୁଥିଲୁ करने का, ବସିକି। आराम से लेने का। ହଁ हाँ ମୁଁ ଶୁଣିଥିଲି, ନହେଲେ ମୁଁ କେମିତି ଜାଣିଲି ସେ ଭୂତଟା କହିଲି। ଏ ଡାହାଣୀଟା ଏକ୍ଚୁଆଲି ସେଟା ଡାହାଣୀଟା। ତାପରେ ସିଏ ଆସ୍ତେ ଆସ୍ତେ ସେ ବରଗଛ ଗହଡ଼ରୁ ତା ପଛ ଆଡ଼କୁ ଗୋଟେ ସ୍କୁଲ ଥିଲା। ସ୍କୁଲ ଛୁଆମାନେ ସେଇଠି ଯାଆନ୍ତି ସ୍କୁଲ ପାଠ ପଢିବା ପାଇଁ। ତୁ ତ ଜାଣିଥିବୁନି, ତୁ କେବେ ପାଠ ପଢିଛୁ ନା ନାଇଁ କେଜାଣି। ନା ତୁ ହିଁ ପାଠ ପଢିଛୁ, ଆମେ କି ପାଠ ପଢିଛି? ସ୍କୁଲର ରୋଷେଇଶାଳ ତାପରେ ଖାଇବା ପାଇଁ ଯାଇଥିଲା। ଖାଇତେ ନାଇଁ